ନମସ୍କାର। ଶିକ୍ଷକତାରୁ ସରପଞ୍ଚ ଏବଂ ସରପଞ୍ଚରୁ ବିଧାୟକ ହେବା ପରେ ବିରୋଧୀ ଦଳର ମୁଖ୍ୟ ସଚେତକ ଭାବେ କାର୍ଯ୍ୟ କରିବା ପରେ ଆଜି ମୋହନ ମାଝୀ ଯାଉଛନ୍ତି ଓଡ଼ିଶାର 15ତମ ମୁଖ୍ୟମନ୍ତ୍ରୀ ହେବା ପାଇଁ। ଏହି ଅବସରରେ ସେ ଯାଇ ଦେଖା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ସକାଳେ ଏବଂ ତାଙ୍କୁ ନିମନ୍ତ୍ରଣ କରିଛନ୍ତି ତାଙ୍କ ଶପଥ ସମାରୋହରେ ଯୋଗ ଦେବା ପାଇଁ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କୁ ଖୁସିରେ ହାତ ମିଳାଇବା ସହିତ ତାଙ୍କ ସହ ନିଜର ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି ନୂତନ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସେ ଓଡ଼ିଶା ପାଇଁ ଭଲ ସେବା ଆଶା କରୁଛନ୍ତି ଏବଂ ଗୋଟିଏ ବିକଶିତ ରାଜ୍ୟ ଗଠନ କରିବା ଦିଗରେ ସେ ଅଗ୍ରସର ହେବେ ବୋଲି ସେ ଆଶା କରୁଛନ୍ତି ବୋଲି ତେବେ କହି ରଖିବାକୁ ପୁଣି ଥରେ ଚାହେଁ ମୋହନ ମାଝୀ ହେଉଛନ୍ତି କେଉଁଝରର ବିଧାୟକ ଯିଏକି ଭାରତୀୟ ଜନତା ପାର୍ଟିର ପ୍ରଥମ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। କାରଣ ଭାରତୀୟ ଜନତା ପାର୍ଟି ପ୍ରଥମ ଥର ପାଇଁ ସରକାର ଗଢ଼ୁଛି ଓଡ଼ିଶାରେ ଏବଂ ତାର ପ୍ରଥମ ମୁଖ୍ୟମନ୍ତ୍ରୀ